ରଜଦୋଳି ଉଦ୍ଘାଟିତ। କେଉଁଝର ଜିଲ୍ଲା ଯୋଡ଼ା ବ୍ଲକ ସେରେଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାତମ୍ବା ସାହିଠାରେ ପାରମ୍ପରିକ ରଜଦୋଳି ଉଦ୍ଘାଟିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଏଠାରେ ରଜ ମହୋତ୍ସବ ମହା ଆଡମ୍ବର ସହ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଯୁବକଙ୍କ ଦ୍ୱାରା 10ରୁ ଊର୍ଦ୍ଧ୍ୱ ଛୋଟ ବଡ଼ କାଠ ଦୋଳି ନିର୍ମାଣ କରାଯାଇଛି। ପହିଲି ରଜ ଅବସରରେ ସମାଜସେବୀ ଜନାର୍ଦ୍ଦନ ସିତୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଜଦୋଳି ଉଦ୍ଘାଟନ କରିଥିଲେ। ଭଦ୍ରାସାହି ସରପଞ୍ଚ ସୁସ୍ମିତା ସିତୁ, ସମିତି ସଭ୍ୟ ଶଙ୍କର ଚାତମ୍ବା, 26 ନମ୍ବର ଜୋନ୍ର ପୂର୍ବତନ ଜିଲ୍ଲା ପରିଷଦ ଜୟନ୍ତୀ ବାନରା, ପୂର୍ବତନ ଭଦ୍ରାସାହି ସରପଞ୍ଚ ଭଗବାନ ଚାତମ୍ବା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଯୁବକ ସଂଘର ସଦସ୍ୟ ବିଭୀଷଣ ମହାଙ୍କୁଡ଼, ରତ୍ନାକର ଚାତମ୍ବା, ମାକୁ ଚାତମ୍ବା, ଶମ୍ଭୁ ସିତାରୀ ପ୍ରମୁଖ ରଜଦୋଳି ନିର୍ମାଣରେ ମୁଖ୍ୟ ଦାୟିତ୍ୱ ବହନ କରିଥିଲେ। वडवेलु अशोक महांतों को रिपोर्ट बीई न्यूज ओडिशा।